ପୁଅର ବାପ, ପୁଅର ମା ଆଉ ପୁଅ ସେ ନିଜେ ମୋତେ ଯାଇଥିଲି ଗାଁକୁ ଗ୍ରୁପ୍ ପଇସା ଆଣିବା ପାଇଁ। ସେ ପୁଅର ମା ମୋତେ ଗାଳିଗୁଜ କଲା। ମୁଁ ପଚାରିବାରୁ ମୋତେ ମାଣ୍ଡି ବସିକି ମାଇଲେ। ଆଉ ମୋ ସୁନା ଚେନ୍ ମୋ କାନଫୁଲ ନେଇଯାଇଛନ୍ତି। ତାପରେ ମୁଁ ଯାଇଥିଲି ଥାନାକୁ ଏଫଆଇଆର ଦେବା ପାଇଁ। ମୁଁ ଯାଇଲା ପରେ ତାପରେ ସେଇ ରାଗରେ ମୋ ଭଉଣୀକି ମୋ ମାଆକୁ ଆସିକି ମାରିଛନ୍ତି। ଆଉ କାରଣଟା କ'ଣ ମୁଁ ତ କହିପାରିବିନି ନା, କାରଣ ଯେହେତୁ ଆମ ଝିଅକୁ ସେ ନେଇଯାଇଛନ୍ତି ସେଇ ରାଗରେ ହିଁ ମାମୁଁକୁ ମାରୁଛନ୍ତି। ମୋତେ ଧମକ ଦେଇଥିଲେ ଯେ ଝିଅର ମାଉସୀକି ମୁଁ ମାରିମି, ପୁଅର ଭିଣେଇ, ପୁଅର ପୁଅ ଆଉ ପୁଅର ମା ମୋତେ ଧମକ ଦେଇଛନ୍ତି ମାରିବା ପାଇଁ। ମୋ ଝିଅ ଯେତେବେଳେ ପଳେଇଲା ସିଏ ଚାହୁଁଥିଲା ଆମେ ଚୁପ୍ ରହୁ ବୋଲି। ଯେହେତୁ ମୋର ଝିଅ, ସେଇ ଝିଅକୁ ମୁଁ ଭରସା କରିକି ରହିଥିଲି। ମୋ ଝିଅଟା ପଳେଇଯାଇଛି, ମୁଁ ଧାଇମିନି। ମୁଁ ସେଥିପାଇଁ ସାଙ୍ଗେ ସାଙ୍ଗେ ଯାଇ ଏଫଆଇଆର ଦେନି। ବୁଝାବୁଝି କଲେ, ବୁଝାବୁଝି କରିକି ଯାହା ତ ବୁଝିଲେ, ବୁଝିକି କହିଲେ 22 ବର୍ଷ ହେଇଛି, ତମ ଝିଅକୁ ଆମେ ଫେରେଇ ପାରିବୁନା, ଯାହା ହଉ ଆମେ ବୁଝିକି ରହିନୁ। ତାପରେ ମୋ ଭଉଣୀକି ଟାର୍ଗେଟ୍ ରଖିଲେ, କହିଲେ ସେ ମାଉସୀ ବେଶୀ ଦୌଡ଼ୁଛି। ମୋ ସ୍ୱାମୀ ଟିକେ ଅଳ୍ପ ବୁଦ୍ଧି ତାଙ୍କର, ସେଇଥିପାଇଁ ତା ମାଉସୀ ଟିକେ ଦୌଡ଼ା ଧପଡ଼ା ମୋ ସାଙ୍ଗରେ କରେ। ସେଥିପାଇଁ ମାଉସୀ ଦୌଡ଼ୁଛି, ମାଉସୀକି ଦେଖିନେବା, ମାଉସୀକି ଯେଉଁ ବାଟେ ହେଲେ ମାରିକି ଦରମରା କରିବା। ସତକୁ ସତ କାଲି ମାଇଲେ। ମାରିଲା ପରେ ମୋତେ ସେ କହିଲା ନାନୀ ମୋ ଛୁଆଙ୍କୁ ଛାଡ଼ିକି ଆସିଛି, ଟିକେ ଯା। ମୁଁ ସେଇଠୁ ମୋ ପଡ଼ୋଶୀ ଗୋଟେ ଦିଅର ହିସାବ ହେବ, ମୁଁ ଚାଲି ଚାଲିଆ କେମିତି ଯିମି, ମୋ ଦେହ ତ ଭଲ ନାହିଁ, ମୋତେ ଟିକେ ନେଇ ଚାଲନି ଗାଡ଼ିରେ, ମୁଁ ତମ ତେଲ ପକେଇଦେମି। ସେ ଜଷ୍ଟ ଆଣିକି ମୋତେ ଛାଡ଼ିକି ବୁଲେଇକି ଯାଉଛି। ମୋ ମାଆକୁ ମୋତେ ପିଟୁଛନ୍ତି। ସେଇଠୁ ସେ ପିଲାଟା ମାନେ ଯିଏ ମୋ ସାଙ୍ଗରେ ଆସିଥିଲା ସିଏ କହିଲା କାହିଁକି ମାରୁଛ, ମାରନି। ମାନେ ତାକୁ ମାଣ୍ଡି ବସିକି ତା ପଇତା ଫଇତା ଛିଡ଼େଇକି ମାଣ୍ଡି ବସିକି ପୁରା ତଣ୍ଟି ଚିପିକି ରକ୍ତ ବାହାର କରିଦେଲେଣି। ମୁଁ ସେଇଠୁ ଯାଇ ଛଡ଼େଇବା ଟାଇମ୍ରେ ମୋତେ ପକେଇ ଦେଇକି ମୋ ପେଟକୁ ଦେଖନ୍ତୁ ପୁରା 3 ପାହାର କନ୍ଦର ବାଁସରେ ପକେଇଛନ୍ତି, ହାତ ଫଟେଇ ଦେଇଛନ୍ତି। ଥାନାରେ ଏତେଲେ ଦେଇଛୁ। ମୁଁ ଯାଇପାରିଲିନି, ମୁଁ ପୁରା ସିରିୟସ୍ ଯାଇପାରିଲିନି। ଯାଇଥିଲେ ସମସ୍ତେ, ମୋ ଭାଇ ଯାଇଥିଲେ, ଯାଇକି ଦେଇକି ଆସିଛନ୍ତି। ଆଉ ମୁଁ କ'ଣ ଗରିବ ବୋଲି ନ୍ୟାୟ ପାଇମିନି? ଝିଅ ତ ନେଲେ ତାପରେ ମାଡ଼ ବି ଖାଇମି ନା? ଆଉ କ'ଣ କାହା ପାଇଁ ମୁଁ ବଞ୍ଚିମି? ମୋତେ ତ ସବୁଆଡ଼ୁ ଦୁଃଖ ଦେଲେ, ସବୁଆଡ଼ୁ କଷ୍ଟ ଦେଲେ। ମୋତେ ମୋର କେହି ନାହାନ୍ତି ସାହା ଭରସା।